ରାଜବୀର ବହୁତ ବଡ଼ ଡିସିଜନ୍ ନେଇଛି। ସେ ଜାଣିପାରିଲା ରଶ୍ମି ଘରେ ରହିଲେ ତାଙ୍କ ବ୍ୟବହାରକୁ କେବେବି ଚେଞ୍ଜ କରିପାରିବନି। ସେଥିପାଇଁ ସେ ତାଙ୍କୁ ସ୍କୁଲକୁ ପଠାଇବେ, ଯେଉଁଠି ତାଙ୍କ ଭଳି ସବୁ ପେସେଣ୍ଟ ଥିବେ। ରଶ୍ମି କହିବେ, ତୁ ତା ସହ କିଛି ବି ମୁଁ ଯେବେ ଆସିବି ତୁ ମୋତେ ଠିକ୍ ଚିହ୍ନିବୁ। ତାପରେ ଆୟାନ କହିବ, ବାପା, ମାମାଙ୍କୁ ସେମାନେ କୁଆଡ଼େ ନେଇକି ଯାଉଛନ୍ତି? ତାପରେ ରାଜବୀର କହିବ, ତୁ ଯେମିତି ସ୍କୁଲକୁ ଯାଉଛୁ ଠିକ୍ ସେମିତି ସେ ତାଙ୍କ ସ୍କୁଲ ହେଲେ ତୁ ଜମାରୁ ବି ଚିନ୍ତା କରନି। ଯେବେ ସେ ଫେରି ପରଫେକ୍ଟ ହୋଇଯାଇଥିବେ ଆଉ ମନେ ମନେ କହିବେ, ସରି ଆଦ୍ୟା ମ୍ୟାଡ଼ାମ, ଗୁଡ୍ ମ୍ୟାନର ଶିଖିନାହାନ୍ତି। ମୋ ସ୍ତ୍ରୀ ରଶ୍ମି ରାଜବୀର ଦାସ ଭଳି ଯୋଗ୍ୟ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ସେଇଠି ରହିବାକୁ ପଡ଼ିବ। ଏପଟେ ଅନୀ ଓ ଆନିଆ ମନ ଦୁଃଖରେ ବସିଥିବେ। ସେତେବେଳେ ସେଠାକୁ ରିୟା ଆସିବେ। କହିବେ, ଅନୀ ଓ ଆନିଆ ଆସି ଜଲ୍ଦି ଖାଇଦେବା। ତାପରେ ସେମାନେ ଦୁଇଜଣ ଯାକ ମୁଣ୍ଡ ହଲାଇ ମନା କରିଦେବେ। ପୁଣି ରିୟା କହିବେ, ଦେଖ, ଯଦି ନ ଖାଇବ ତାହେଲେ ମୁଁ ବି ଖାଇବିନି। ତାପରେ ଅନୀ ଓ ଆନିଆ ଦୁଇଜଣ ଯାକ ଖାଇବେ। ତାପରେ ଅନୀ କହିବ, ଯିବା ପରେ ପରେ ଏଠି ସମସ୍ତେ ବଦଳି ଗଲେଣି। ତମେ ହିଁ ଆମ କଥା ଦେଖାଶୁଣା କରୁଛ। ଆମ ସହିତ ଭଲରେ ଦୁଇପଦ କଥା ବି ହେଉଛ। ବାକି କାହାର ବି ଆମ ପାଇଁ ଫରକ ପଡ଼ୁନି।